ଚଳିତ ବର୍ଷ ଯାତ୍ରା ତ ପୂର୍ବ ଥର ଭଳି ଯାତ୍ରା ନୁହଁ। ତାଠୁ ପ୍ରାୟ ଦ୍ୱିଗୁଣ ଉତ୍ସାହ ଲୋକଙ୍କ ମନରେ ଆଣିଦେଇଛି ଯାତ୍ରା, ଚଳିତ ବର୍ଷର ଯାତ୍ରା। ଯେହେତୁ କି ବର୍ତ୍ତମାନ ଯାତ୍ରା ଆରମ୍ଭ ହେଇନି, ଟ୍ରାଫିକ ସବୁଆଡେ ଭିଡ ଲାଗିଲାଣି। ଲୋକଙ୍କର ରାସ୍ତାଘାଟରେ ବୁଲି ଯୋଉ ରଙ୍ଗ ବେରଙ୍ଗ ରଙ୍ଗାୟିତ ହୋଇଛି ସହର ଯାକ, ସମସ୍ତେ ତାକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ସୁସଜ୍ଜିତ ତୋରଣ ଆମର କାର୍ଯ୍ୟ ସରିଯାଇଛି ଏବଂ ଆମ ମାଙ୍କୁ, ଆମର ବ୍ୟଗ୍ର ଦେବୀ ଭଞ୍ଜନର କୁଲାଳ ଗଡରୁ ଆମେ ଚାଲିକି ଆଣିବା ପାଇଁ ସୁସଜ୍ଜିତ ଏକ ଶଗଡ ସଜ୍ଜିତ ହେଇକିରି ଅଛି। ଆସନ୍ତା କାଲି ସକାଳ ଆମର ପୂଜା କମିଟି ସ୍ୱତନ୍ତ୍ର ଭାବେ କୁଲାଡ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ମାଙ୍କର ପ୍ରତିମା ବହୁ ଶୋଭାଯାତ୍ରାରେ, ବଡ ଶୋଭାଯାତ୍ରାରେ ବାଣ ଫୁଟେଇବା ସହିତ ଆମେ କୁଲାଡ ଗାଁରେ ପରିକ୍ରମା କରାଇ ସାରିଲା ପରେ ଆମେ ଆସି ଭଞ୍ଜନଗର ସହର ଉପକଣ୍ଠରେ କୟାବାଗ୍ରେ ଠାରେ ଅବସ୍ଥାନ କରାଇବୁ। ତତ୍ସଙ୍ଗେ ସଙ୍ଗେ ରାତ୍ର ସନ୍ଧ୍ୟାକାଳୀନ 8:10 ଆମର ପଟୁଆର ବାହାରିବ। ବିରାଟ ପଟୁଆର, ଯୋଉ ପଟୁଆର କି ଘୁମୁସରର ଏକ ଐତିହାସିକ ଠାକୁରାଣୀ ଯାତ୍ରା ଯୋଉ କୁହାଯାଉଛି, ତାର ନିଶ୍ଚିତ ଏକ ଇତିହାସର ପୃଷ୍ଠଭୂମି ଉପରେ ଏ ଯାତ୍ରା ଅନୁଷ୍ଠିତ ହବ। ଆଉ ଏଇ ଯାତ୍ରା ଚଳିତ ବର୍ଷ ବାଣ ପଟୁଆର ସବୁଥିରେ ବହୁ ବହୁ ଓଡିଶାର କୋଣ ଅନୁକୋଣରୁ ସାଂସ୍କୃତିକ ଦଳ ମାନେ ଏଠାକୁ ଆସି ପରିବେଷଣ କରିବେ, ତାଙ୍କର ନୃତ୍ୟ ପରିବେଷଣ କରିବେ। ଦେଖନ୍ତୁ, ଆଜିକୁ ପ୍ରାୟ 2 ମାସ ହେଲା ଏଇ ଯାତ୍ରା ପାଇଁ ଆମର କମିଟି ଅହରହ ଚେଷ୍ଟା କରି ଆଜି ଶେଷ ସୋପାନରେ ପହଞ୍ଚି ଯାତ୍ରା କାଲି ମାଙ୍କୁ ଆମେ ବିରାଟ ପଟୁଆରରେ ପ୍ରାୟ 70ଟି ବେଶରେ ବହୁତ ବଡ ବାଣ ପଟୁଆର ଏବଂ ପୁରୀରୁ କିଛି ବେଶ, ସମ୍ବଲପୁର ବାଦ୍ୟଯନ୍ତ୍ର, ମୃଦୁଙ୍ଗ, ଘଟ, ଏସବୁ ବିଭିନ୍ନ ପ୍ରକାର 70ଟି ବେଶ ଧରି ମାଙ୍କୁ ଆମେ ବହୁତ ବଡ ଆକାରରେ ଆଣି ମାଙ୍କୁ ଆମେ ଏଠି ଛାଡିଲା ପରେ ପୁଣି ଯାଇ ଠାକୁରାଣୀ ମାଙ୍କୁ ଆଣିବୁ। ରାତି 12ଟା ଘଣ୍ଟେ ପରେ ଆଣିବୁ। ଆଣି ଛାଡିଲା ପରେ ପ୍ରାୟ ସକାଳ ହବ। ଆଶା କରୁଛୁ ବହୁତ ପ୍ରାୟ 20,000 ରୁ 30,000 ଲୋକ ଜନସମାଗମ ରହିବେ। ସେଥିପାଇଁ ଆମର କମିଟି, ପ୍ରଶାସନ ଏବଂ ଆମର ବିଧାୟକ ପ୍ରସ୍ତୁତ ଅଛନ୍ତି। ପ୍ରଶାସନ ଏନ୍ଏସି ତାର ପରିମଳ ବ୍ୟବସ୍ଥା କରିବା ପାଇଁ ଏଲର୍ଟ ଅଛି। ପୁଲିସ ପ୍ରଶାସନ, ଟ୍ରାଫିକ ବ୍ୟବସ୍ଥା ଏବଂ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରିବା ପାଇଁ ଆମେ ଅହରହ ପୁଲିସ ବାବୁଙ୍କ ସହିତ ଚେଷ୍ଟା କରୁଛୁ, କଥାବାର୍ତ୍ତା କରୁଛୁ।